ଏଭଳି 5ଟି ସଂଯୋଗ ଚିହ୍ନଟ କରାଯାଇଛି ଏବଂ ଖୁବ୍ ଶୀଘ୍ର ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। ମହାନଦୀ ନଦୀକୂଳ ବିକାଶ ସ୍କିମ୍ ଫର୍ ମହାନଦୀ ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ଅଧୀନରେ ସମ୍ବଲପୁର ଓ କଟକର ମହାନଦୀ କୂଳକୁ ପର୍ଯ୍ୟଟନ ତଥା ସାଂସ୍କୃତିକ କାର୍ଯ୍ୟକଳାପର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟ ରହିଛି। ଜଳସେଚନ କ୍ଷମତା ଓ ଜଳର ସମବଣ୍ଟନ ଲକ୍ଷ୍ୟ ନେଇ ଆମ ସରକାର ହୀରାକୁଦ ଡ୍ୟାମ୍ ପ୍ରକଳ୍ପର କେନାଲ ବ୍ୟବସ୍ଥାର ନବୀକରଣ ନାମରେ 850 କୋଟି ଟଙ୍କାର ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି। ଏହା ପଶ୍ଚିମ ଓଡ଼ିଶାର କୃଷକମାନଙ୍କର ଜମିକୁ ଜଳସେଚନ ସୁବିଧା ପ୍ରଦାନ କରିବ। କଂକ୍ରିଟ ଲାଇନିଂର ଉନ୍ନତି ପାଇଁ 2024-25ରୁ 2025-26 ପର୍ଯ୍ୟନ୍ତ 200ଟି ଫିଲ୍ଡ ଚ୍ୟାନେଲ ହାତକୁ ନିଆଯାଉଛି। ଚଳିତ ବର୍ଷ ଏହି ଯୋଜନାରେ 100 କୋଟି ଟଙ୍କା ବ୍ୟୟବରାଦ ରଖାଯାଇଛି। ବିଶ୍ୱ ବ୍ୟାଙ୍କ ସହାୟତାରେ ଚାଲୁଥିବା ଡ୍ୟାମ୍ ଥଇଥାନ ଓ ଉନ୍ନତି କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟାୟରେ ହୀରାକୁଦ ଡ୍ୟାମ୍ର ଅତିରିକ୍ତ ସ୍ପିଲୱେ ନିର୍ମାଣ, ଥଇଥାନ ବ୍ୟବସ୍ଥା ଓ ବିପର୍ଯ୍ୟସ୍ତ ସ୍ଥିତିର ସର୍ଭେ ଗେଟ୍ ସ୍ୱୟଂଚାଳନ ପାଇଁ 2025-26 ଆର୍ଥିକ ବର୍ଷର 50 କୋଟି ଟଙ୍କାର ପ୍ରସ୍ତାବ ରହିଛି। ଅନ୍ୟାନ୍ୟ ବିପର୍ଯ୍ୟୟ ପୁରୁଣା ଡ୍ୟାମ୍ଗୁଡ଼ିକର ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଡ୍ୟାମ୍ ସୁରକ୍ଷା ଓ ଉନ୍ନତି ଯୋଜନା ଅଧୀନରେ 57 କୋଟି ଟଙ୍କାର ବ୍ୟୟବରାଦ ରହିଛି।